ବର୍ତ୍ତମାନ ଆମେ ସୂଚନା ଦେବା କୁମ୍ଭ ରାଶି ସମ୍ପର୍କରେ। କୁମ୍ଭ ରାଶି 3ଗୋଟି ନକ୍ଷତ୍ର 23/11 ଧନିଷ୍ଠା କୁମ୍ଭ, 24/11 ଶତବିଶା କୁମ୍ଭ, 25/11 ପୂର୍ବ ଭାଦ୍ରବ କୁମ୍ଭ। ଏହି 3 ନକ୍ଷତ୍ର କୁମ୍ଭ ରାଶି ଜାତ ବ୍ୟକ୍ତିମାନଙ୍କର ଏ ମାସରେ ବ୍ୟବସାୟ ଓ ବାଣିଜ୍ୟରେ ପୁଞ୍ଜି ନିବେଶ ଯୋଗ ରହିଛି। ଆପଣଙ୍କର ମୁଖ୍ୟ ଆୟକୁ ଛାଡ଼ି ନିଶ୍ଚିତ ଭାବରେ ବିଭିନ୍ନ ଦିଗରୁ ଆପଣ ଏ ମାସରେ ଆୟ କରିବେ। ବ୍ୟବସାୟରେ ଆଶାତୀତ ଫଳ ପାଇବେ। ଦୂରଯାତ୍ରା ବା ତୀର୍ଥ ଭ୍ରମଣ ଯୋଗ ରହିଛି। ଅବିବାହିତ ମାନଙ୍କ ପାଇଁ ଏ ମାସରେ ବିବାହ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ଏ ମାସରେ ଆପଣଙ୍କର କୌଣସି ନା କୌଣସି କାରଣରୁ ହଠାତ୍ କିଛି ଶୁଭ ସମ୍ବାଦ ଆପଣ ପ୍ରାପ୍ତ ହେବେ ଏବଂ ଯାହାକି ଆପଣଙ୍କର ଭାଗ୍ୟୋଦୟର କାରଣ ହେବ। ଆପଣଙ୍କର ବାକି ଥିବା ଅର୍ଥ ବା କେହି ଯଦି କିଛି ଟଙ୍କା ଧାର ଦେଇ ଫେରାଉ ନଥାଏ ତାହେଲେ ଆପଣ ଏ ମାସରେ ସେ ଅର୍ଥ ପାଇବାର ସମ୍ଭାବନା ରହିଛି। ଆପଣଙ୍କର କାର୍ଯ୍ୟହାନି, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ମନାନ୍ତର ଦେଖାଦେଇପାରିଲେ ମଧ୍ୟ ତାହା ଗୁରୁତର ଭାବରେ ଆପଣଙ୍କୁ ଅନୁଭବ ହେବ ନାହିଁ। ଆପଣଙ୍କର ନୂତନ ଭୂମି କ୍ରୟ ବା ସେ ସମ୍ପର୍କରେ ଆଲୋଚନାରେ ନିଶ୍ଚିତ ଭାବରେ ଅଗ୍ରଗତି ହେବ। ଆପଣଙ୍କର ଚାକିରିରେ ଉପରିସ୍ଥ ଅଧିକାରୀ ଖୁସି ବ୍ୟକ୍ତ କରିବେ। ପରିବାରରେ ସୁଖ ପ୍ରୀତି ବୃଦ୍ଧି ହେବ। ଏହି ରାଶି ଜାତ ମହିଳାମାନେ ବନ୍ଧୁମାନଙ୍କର ପ୍ରିୟଜନ ହେବେ, ପରିବାରରେ ପ୍ରିୟଜନ ହେବେ ଏବଂ ଆପଣଙ୍କ ମଧ୍ୟ ଅନେକ ସମ୍ପର୍କଙ୍କର ପ୍ରିୟ ପାତ୍ରୀ ହେବେ। ଏହି ରାଶି ଜାତ ଛାତ୍ରଛାତ୍ରୀମାନେ ପାଠରେ ଅବହେଳା କରିବା ଯୋଗୁଁ ନିଶ୍ଚିତ ଭାବରେ ମନସ୍ତାପରେ ଦିନ କଟାଇବେ। ଆପଣମାନଙ୍କ ଏ ମାସରେ ନୂତନ ବସ୍ତ୍ରାଦି କ୍ରୟ କରିବାର ସମ୍ଭାବନା ରହିଛି। ଏହି ଆପଣମାନଙ୍କର ଶୁଭରଙ୍ଗ ହେଉଛି କଳା ଏବଂ ସତର୍କତା ଦିବସ ହେଉଛି ଡିସେମ୍ବର 20, 21, ଜାନୁଆରୀ 9, 10। ଆପଣ ପ୍ରତ୍ୟହ ଦକ୍ଷିଣକାଳୀଙ୍କର ଆରାଧନା କରନ୍ତୁ ଏବଂ ତତ୍ସହିତ ଓಂ ଶଂ ଶନିଶ୍ଚରାୟ ନମଃ ପୁନଶ୍ଚ କହୁଛି ଓಂ ଶଂ ଶନିଶ୍ଚରାୟ ନମଃ ଏହି ମନ୍ତ୍ର 28 ଥର ଜପ କରନ୍ତୁ। ଆପଣଙ୍କର ଅଶୁଭ ଫଳଟିଏ ଶୁଭଦାୟକ ହେବ ଏବଂ ଶୁଭ ଫଳଟିଏ ତାହା ଅତ୍ୟଧିକ ଶୁଭଦାୟକ ହେବ। କିନ୍ତୁ ଆପଣ କୌଣସି ଶନିବାର ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ।